ସାର୍ ନମସ୍କାର। ନମସ୍କାର। ସାର୍ ଆପଣଙ୍କ ନାମ କ'ଣ? ମୋ ନାଁ ବାସୁଦେବ ନାଥ। ସାର୍ ଆପଣଙ୍କର କ'ଣ କାମ କରନ୍ତି ଆପଣ? ମୁଁ ଆକ୍ଚୁଆଲି ପ୍ରଫେସନ୍ ମୋର ଟିଚିଂ। ଆପଣ ପ୍ରଫେସନ୍ ଟିଚିଂ। ଆପଣ ସାର୍ କ'ଣ ସମସ୍ୟା ହେଇଥିଲା ଆମର ସୁପ୍ରିମ୍ ବେସିଂ ଚାରିଟେବଲ୍ ଟ୍ରଷ୍ଟକୁ ଆପଣ ମୋର ଆସିଥିଲେ? ଆକ୍ଚୁଆଲି କ'ଣ ହେଇଥିଲା ନା ମଝିରେ ଟିକେ ଲାଇଫଷ୍ଟାଇଲ୍ ମୁଁ ଚେଞ୍ଜ କରିଦେଇଥିଲି। ମୋର PhD ପାଇଁ ଟିକେ ଅଧିକା ସମୟ ପଢ଼ାପଢ଼ି କରୁଥିଲି। ଆଉ ମଝିରେ ଦୁଇ ଚାରି ଥର ଥଣ୍ଡା ବି ଖାଇ ଦେଇଥିଲି, ଯାହାଫଳରେ କି ମୋର ବେଲ୍ସ ପାରାଲିସିସ୍ ହେଇଯାଇଥିଲା। ଗୋଟେ ସାଇଡ଼୍ରୁ ଫେସ୍ଟା ମୋର ବଙ୍କା ହେଇଯାଇଥିଲା। ଆପଣ ତ ବେଲ୍ସ ପାଲସି ହେଇଯାଇଥିଲା, କେଉଁ ପଟ ସାଇଡ଼୍ ଆପଣ ବଙ୍କା ହେଇଥିଲା? ମୋର ଡାହାଣ ପଟ ସାଇଡ଼୍ଟା ବଙ୍କା ହେଇଥିଲା। ବଙ୍କା ହେଇଥିଲା। ଯେତେବେଳେ ଆପଣଙ୍କର ବେଲ୍ସ ପାଲସି ଆପଣ ହେଇଥିଲା, ମୁହଁଟା ବଙ୍କା ହେଇଗଲା, ଆପଣ ଭୟଭୀତ ହେଇଯାଇଥିଲେ? ହଁ, ମୁଁ ଭୟଭୀତ ହେଇଯାଇଥିଲି ଥରେ, କିନ୍ତୁ ତାପରେ ମୁଁ ସାର୍ଙ୍କୁ ଟିକେ ଫୋନ୍ କରିଥିଲି, ପ୍ରିୟ ସାର୍ଙ୍କୁ। ତାପରେ ପ୍ରିୟ ସାର୍ କହିଲେ ନାଇଁ ଏଇଟା ଠିକ୍ ହେଇଯିବ, ଆପଣ ଆସନ୍ତୁ। ଆପଣ ତ ଆମର ସୁପ୍ରିମ୍ ବେସିଂ ଚାରିଟେବଲ୍ ଟ୍ରଷ୍ଟକୁ ଆସିଥିଲେ ଗୋଟେ ଆଶା ନେଇକି ଫିଜିଓଥେରାପି କରିବାକୁ। କେତେ ଦିନ ଆପଣ ଫିଜିଓଥେରାପି କଲେ? ମୁଁ ଅଲମୋଷ୍ଟ ମାସେ ଖଣ୍ଡେ ଫିଜିଓଥେରାପି କରିଛି। ମାସ ଭିତରେ ମୋର ଠିକ୍ ଠାକ୍ ସବୁ ହେଇଗଲା। ଯଦି ଆପଣଙ୍କର ଯେଉଁ କହୁଛନ୍ତି ମାସେ ଆପଣ ଫିଜିଓଥେରାପି କଲେ, ତ ନିୟମିତ ବ୍ୟାୟାମ ଯେଉଁ ଶିଖାଇଥିଲା କଲା ପରେ ଆପଣଙ୍କୁ ଏବେ ଭଲ ଲାଗୁଛି? ଏବେ ସମ୍ପୂର୍ଣ୍ଣ ଭଲ ହେଇଯାଇଛି। ଆପଣ ନୂଆ ଲୋକ ତ ଆମ ଟ୍ରଷ୍ଟକୁ ଆସୁଛନ୍ତି ଆଶା ନେଇକି, ଆପଣ ତାଙ୍କୁ କ'ଣ ଉପଦେଶ ଦେବେ ଆମର ସଂସ୍ଥା ପ୍ରତି? ଏଇଆ ଉପଦେଶ ଦେବି, ଆଗେ ଡିଜିଜ୍ଟାକୁ ଆଇଡେଣ୍ଟିଫାଏ କରନ୍ତୁ। ଆଉ ଏଠି ଭଲ ଟ୍ରିଟମେଣ୍ଟ ଦିଆଯାଉଛି। ଆପଣ ପ୍ରିୟ ସାର୍ଙ୍କୁ ବି କଣ୍ଟାକ୍ଟ କରନ୍ତୁ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।